ନୀଳମାଧବ ନୀଳସୁନ୍ଦର ଜଗନ୍ନାଥ ସ୍ୱାମୀ ଆନନ୍ଦମ୍ ନୀଳମା ନୀଳ ବୈଶାଖ ପୂର୍ଣ୍ଣିମା ବୈଶାଖ ପୂର୍ଣ୍ଣିମା ଏଇ ଅନନ୍ତ କ୍ଷେତ୍ରରେ ପରିବାର ତୀର୍ଥରେ 56 ବର୍ଷରେ ପଦାର୍ପଣ କରିଛି ଏବଂ ତାର ସମସ୍ତ କାର୍ଯ୍ୟ ଯେମିତି ହେବା କଥା ସେମିତି ହେଇଛି ଏବଂ ଶେଷ ହୋଇଛି। ବର୍ତ୍ତମାନ ଚାଲିଛନ୍ତି 7 ଦିନ ପାଇଁ ଠାକୁରଙ୍କର ଗୋଟିଏ ବ୍ରହ୍ମ ସେବା। ସିଏ ସେବା ଗୋଟେ ସମୟରୁ ସେ ଆସିଥିଲା ଯେତେବେଳେ ଠାକୁରଙ୍କର ସ୍ୱତନ୍ତ୍ର ବେଢ଼ା ନଥିଲା, କବାଟ ନଥିଲା। କେତେ ଖଣ୍ଡ ଇଟା ଯୋଡ଼ିକିରି, ସେ ବି ସିମେଣ୍ଟରେ ନୁହଁ, ଗୋଟେ ଚାରିପାଖ ଯାକ ଗୋଟେ ଇଟାର ପାଚେରୀ କରିଦିଆଯାଇଥିଲା। ତା ଭିତରେ କୁକୁରମାନେ, ବିଲେଇମାନେ ଏମାନେ ସବୁ ପଶନ୍ତି। ଗୋଟେ ଛୋଟିଆ ଲୁହା ଗେଟ୍ଟେ ମଧ୍ୟ ଥିଲା। ଏଇଭଳି ଅବସ୍ଥାରେ ଯେତେବେଳେ ଠାକୁରଙ୍କର ପୂଜାର୍ଚ୍ଚନାଟି ଆରମ୍ଭ ହୋଇଥିଲା, ଗୋଟିଏ ବର୍ଷ ଯଜ୍ଞ ପରେ ଦ୍ୱିତୀୟ ବର୍ଷ ଯଜ୍ଞ ଯେତେବେଳେ ଆରମ୍ଭ ହେଲା, ଶେଷ ହେଲା, ହଠାତ୍ ଜଣେ ରବୀନ୍ଦ୍ର ନାମକ ଜଣେ ବ୍ରାହ୍ମଣ, ଜଣେ ପିଟି ଟିଚର, ଖେଳ ଶିକ୍ଷକ, ସେ ଆଶ୍ରମ ଠାରୁ ଆଉ ଗୋଟିଏ ଗାଁର ପିଲା ଗୋଟିଏ ଚାଳ ଘରେ ବଳିଆ ଶୋଇଥିବା ଅବସ୍ଥାରେ ସେ ଆସିକିରି ମୋତେ ଅପେକ୍ଷା କଲା। ମୁଁ ଉଠିଲି। ସିଏ କହିଲା ଯେ ଠାକୁର ପଶ୍ଚିମ ଦିଗକୁ ମୁହଁ କରି ସେ ଯାଉଛନ୍ତି। ବୋଲି କାହିଁକି ଯାଉଛନ୍ତି, କ'ଣ ତାର କାରଣ, କ'ଣ ତମକୁ ସେ କହିଲେ? ସେ କହିଲେ ନାଇଁ, ମୋର ବିଶ୍ରାମ, ମୋର ସେବାର ତ୍ରୁଟି ହେଉଛି, ମୁଁ ଏଠି ଆଉ ରହିପାରିବିନି।
ये कथाटा शुणा पर मानसिक अवस्था ठीक रही आम राति गोटे यज्ञर आयोजन कलु एवं ठाकुर को महास्नान करैलु एवं ठाकुर पाखे आम ये थिले सेतबे समस्ते आम निजर अपराध मोचन पाई प्रार्थना कलु तापरे ठाकुरंकर सेवा चलिला एवं ता सहित ठाकुरंकर गोटे स्थायी बेढ़ा केमती हम से मोर प्रस्तुति आरंभ है बेढ़ा सहित से वर्ष ठारू 7 दिन मेला परे परे पूर्णमी जीवार 7 दिन पर्यंत आमे ठाकुर को गोटे विश्राम दौ ताकू आमे कहू पहुड़ सेवा ठाकुरंकर पहुड़ गोटे कौन थाए ये कथा मोर भी विश्वास न थाए मनीष खाइकिरी टिके शोइब तो से समय ठाकुर को भी टिके पहुड़ देवाक पड़ो यही पहुड़ सेवाटी गोटे एते सुंदर भाव हुए जमती गोटे मनीष को मनीषटी क्लांत हो पड़े ताकू जो आयुर्वेदिक चिकित्सा करा जाए से चिकित्साटा ये हुए गोटे पाचक हुए तांकर पाद पद्म गुआ घी गोलमरीच ये सब घसा हुए पंखा पड़े चामर पड़े विभिन्न स्तव स्तोत्र पाठ हुए एवं प्रभात मध्याह्न अपराह्न रात्रि रे क्यों प्रसाद माने कौन कौन प्रसाद हम तार गोटे लिस्ट मध्य हुए जमती गोटे क्लांत मनीष टिके शांति रे प्रसाद पाई पारिबो एमती हो हो किछि वर्ष परे से जो भाव रे हो जना पड़िला ये पहुड़ सेवा नुहे ये होची ब्रह्म सेवा तेणु ब्रह्म सेवार आज होची शेष दिन काली सकाळ 8टा 9टा भितरे ठाकुरंकर दक्षिण द्वार की पहड़ पड़ती अन्य द्वार खोला अच्छी ठाकुरंक दक्षिण द्वार खोला हम गोटे महा आलती हे तापर गोटे प्रसाद तैयारी जो मैंने आसवे समस्ते पाइबे ताकू महाप्रसाद बोली भावी पाती तापरे आमर नित्य नैमित्य पर वर्ष आम कौन करूँ से सब आलोचना तापर आरंभ हुए ये हूँ आश्रम गोटे नुआ वर्ष गत काली हूँ ब्रह्म सेवा शेष एवं ये सेवा को आम यही दर्शन को आम नवयौवन बेश बोली कहू कारण आमे होचु ओडिशार अधिवासी भारतर ये गोटे कथा से भारत वर्षर ओडिशा प्रदेशर आमे होचु अधिवासी आमर इष्ट जी जार से पूजा करू किंतु जगन्नाथ होचंती
ଗୋଟେ ଇଷ୍ଟ, ମାନେ ସମଗ୍ର ଓଡ଼ିଆ ଜାତିର ଇଷ୍ଟ। ଜଗନ୍ନାଥଙ୍କ ପାଖରେ ଦହି ପଖାଳ ଭୋଗ ହୁଏ, ଏଠି ଅନନ୍ତଙ୍କ ପାଖରେ ମଧ୍ୟ ଦହି ପଖାଳ ଭୋଗ ଶେଷ ଭୋଗ ହୁଏ। ଏଇଭଳି ଚାଲିଛି। ତେବେ ଏଇ ଯେଉଁ ଜଗନ୍ନାଥ ଶବ୍ଦଟି ଆସିଲା, ସେଇ 4ଟି ଅକ୍ଷରକୁ ଯଦି ଆମେ ଠିକ୍ ଭାବରେ ବୁଝିପାରନ୍ତେ, ତାହେଲେ ଆମର ବି ଏତେ ଗୁଡ଼ାକ ଭ୍ରମ ବା ଭ୍ରାନ୍ତି ଆଉ ରହନ୍ତାନି। ଇଏ କେଉଁ ଶାସ୍ତ୍ର ପୁରାଣରେ ଲେଖା ହେଇଛି ମୁଁ ଦେଖିନି, କିନ୍ତୁ ବଳିଆ ଭିତରେ ଏସବୁ ଦିବ୍ୟ ପ୍ରେରଣା ହିଁ ଆସିଛି। ଜ କହିଲେ ଜନାର୍ଦ୍ଦନ, ଜଗତକୁ ଯିଏ ଅନ୍ନ ଦିଏ ସିଏ ହେଉଛନ୍ତି ଜନାର୍ଦ୍ଦନ। ବୃକ୍ଷକୁ ମଧ୍ୟ ସିଏ ଅମ୍ଳଜାନ ରୂପୀ ଅନ୍ନ ଦିଅନ୍ତି। ଆମକୁ ପ୍ରଥମେ ସେ ଅମ୍ଳଜାନ ରୂପକ ଅନ୍ନ ଦିଅନ୍ତି, ବୃକ୍ଷକୁ ଅଙ୍ଗାରକାମ୍ଳ ରୂପକ ଅନ୍ନ ଦିଅନ୍ତି। ଏଇ କ୍ରମରେ ପିମ୍ପୁଡ଼ି ଜନ୍ଦା ପର୍ଯ୍ୟନ୍ତ ସମସ୍ତଙ୍କୁ ଯିଏ ଅନ୍ନ ଦିଏ ସେଇ ହେଉଛନ୍ତି ଜନାର୍ଦ୍ଦନ। ଜ ହେଉଛନ୍ତି ବଳଦେବଙ୍କର ପ୍ରତୀକ। ସେଥିପାଇଁ ଆମେ ଗାଇଲୁ ଜୟ ବଳଦେବ ସତ୍ୟ ବଳ ହଳଦେ ଜ ହେଉଛନ୍ତି ବଳଦେବ, ଗ ହେଉଛନ୍ତି ଗୁରୁ, ଗଙ୍ଗା, ଗୋବିନ୍ଦ। ଏ ଗ ଅକ୍ଷରରେ ଅଛନ୍ତି ସୁଭଦ୍ରା। ଯାହାଙ୍କର ନାମକୁ ସ୍ମରଣ କଲେ, ଗଙ୍ଗା ସ୍ନାନ ନ କଲେ ବି ତୁମେ ଗଙ୍ଗା ସ୍ନାନର ଫଳ ପାଇବ। ନମସ୍ତେ ଶୁଭଗେ ଦେବୀ ନମସ୍ତେ ସୌଖ୍ୟବର୍ଦ୍ଧିନୀ, ସେ ହେଉଛନ୍ତି ସୁଭଦ୍ରା, ଗଙ୍ଗା। ଯେଉଁ ଶବ୍ଦଟିକୁ ଉଚ୍ଚାରଣ କଲେ ସଦ୍ୟ ପାତକ ସନ୍ତ୍ରୀ, ସାଙ୍ଗେ ସାଙ୍ଗେ ପାପ ଗୁଡ଼ାକ ପଳାଏ। ଏଇ ସୁଭଦ୍ରା ହେଉଛନ୍ତି ଗୋବିନ୍ଦ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯିଏ ଅସହାୟ ଅସମର୍ଥ ମଣିଷକୁ ସାହାଯ୍ୟ କରେ, ସେଇ ମଣିଷଟି ଗୋବିନ୍ଦଙ୍କର କୃପା ଲାଭ କରେ। ଯେତେବେଳେ ଗୋପୀ ଗୋପାଳଙ୍କୁ ରକ୍ଷା କରିଛନ୍ତି ଗୋବର୍ଦ୍ଧନ ପାହାଡ଼ ତଳେ, ସେତେବେଳେ ଇନ୍ଦ୍ର ଗୋବିନ୍ଦ ନାମ ଦେଲା, କୃଷ୍ଣଙ୍କ ନାମ ସନ୍ନ ଗୋବିନ୍ଦ ହେଲା। ଆମର କୁହାଯାଇଛି ଗୁରୁ ଗୋବିନ୍ଦେ, ଆଉ କ'ଣ କିଛି କୁହ ନ କୁହ, ଗୁରୁ ଗୋବିନ୍ଦେ। ଯେମିତି ନଈର ଏପଟ ଧାର ସେପଟ ଧାର, ଗୁରୁ ଗୋବିନ୍ଦେ ଦିଅ ମନ, ଗମିବ ବୈକୁଣ୍ଠ ଭୁବନ।
ଗୁରୁଙ୍କୁ ନ ମଣିବ ନର, ଗୁରୁଟି ସାକ୍ଷାତ ଈଶ୍ୱର। ଗୁରୁ ମୋତେ ପୂଜିବ ଗୁରୁ ଦେହେ, ମୋ ବିନୁ ଗୁରୁ ଭିନ୍ନ ନୁହେଁ। ଏଇଭଳି ଭାବରେ ବହୁତ କଥା ଅଛି, ଗୁରୁଙ୍କ ବିଷୟରେ ବହୁତ କଥା ଅଛି। ଭଗବାନଙ୍କୁ କିଏ ଦେଖିଛି ସେମିତିଆ ଗୋଟେ ଲୋକ ମୁଁ ଏପର୍ଯ୍ୟନ୍ତ ପାଇନି। ଯେଉଁମାନେ ଜଟା ଜୁଟ ଦାଢ଼ି ବାଳ ବାଉଁଶ ବଳି ଏମିତି କେତେ ପ୍ରକାର ମାନେ ସାଧୁସନ୍ତଙ୍କୁ ଆମେ ଦେଖିଛୁ, କିନ୍ତୁ ମୋର ଏଇ କ୍ଷୁଦ୍ର ଚିନ୍ତାରେ ମୁଁ ସେମାନଙ୍କୁ ଅନୁସନ୍ଧାନ କରିଛି ବା ଚିନ୍ତନ କରିଛି। ସେମାନେ ଯେ ଭଗବାନଙ୍କୁ ପାଇଛନ୍ତି ବୋଲି ମୋତେ କାହିଁକି ଲାଗେନି। ଭଗବତ କୃପା ପାଇଛନ୍ତି। ଭଗବାନ ଗୋଟେ ମଣିଷ ନୁହେଁ, ସେ ତାଙ୍କ ଆଗରେ ଠିଆ ହେବେ, ଇଏ ତାଙ୍କୁ କ'ଣ ପଚାରିବେ, ସେ ତାଙ୍କୁ କ'ଣ କହିବେ। ସେଥିପାଇଁ ବଳିଆ ଗୋଟେ ଗୀତରେ ଲେଖିଛି, ଦେଖି ନାହିଁ ଭଗବାନ ସେଥିପାଇଁ କୁହାଗଲା ଗୁରୁ ସାକ୍ଷାତ ପରଂ ବ୍ରହ୍ମ। ଜଗନ୍ନାଥଙ୍କର ଭଲ ସ୍ତୋତ୍ରଟି ହେଉଛି ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ମାଦିଦେବଂ ବଦ। ଏଠି ଗୁରୁଙ୍କୁ ମଧ୍ୟ କୁହାଯାଉଛି ଗୁରୁ ସାକ୍ଷାତ ପରଂ ବ୍ରହ୍ମ। ये ସବୁ ଗୁରୁବାଦ କହିଲେ ଆରମ୍ଭ ହୁଏ ପିତା ମାତୃଦର୍ଶନ ପିତୃଦର୍ଶନ ଶାସ୍ତ୍ର ପୁରୋହିତ ଶିକ୍ଷକ ଶିକ୍ଷାଦାତା ଠାରୁ ଆରମ୍ଭ କରି ସଦ୍ଗୁରୁ ପର୍ଯ୍ୟନ୍ତ ଯାଏ। ତେଣୁ ଆମେ କେଉଁ ଗୁରୁଙ୍କର ଆଶ୍ରିତ ହେଇଛେ, କେଉଁ ଗୁରୁଙ୍କର ଆଦର୍ଶକୁ ପାଳନ କରୁଛେ, ଏଇଟା ଆମେ ହିଁ ତାକୁ ନିଜେ ସମୀକ୍ଷା କରିବା ଉଚିତ। ଇଏ ହେଉଛନ୍ତି ଗ କହିଲେ ଗୁରୁ ଗୋବିନ୍ଦ ଗଙ୍ଗା। ନା କହିଲେ ନାରାୟଣ, ନାମ ବ୍ରହ୍ମ। ଚୈତନ୍ୟ କହିଲେ ହରେର ନାମୈବ କେବଳ। ଅନ୍ୟାନ୍ୟ ମହାପୁରୁଷ ମାନେ ତାଙ୍କ ପରେ ଯିଏ ଆସିଲେ ସମସ୍ତେ ନାମକୁ ଗୁରୁତ୍ୱ ଦେଇଛନ୍ତି। ଠାକୁର ନିଗମାନନ୍ଦ କହିଲେ ଶଙ୍କରେର ମତ ଗୌରାଙ୍ଗର ପଥ। ଇଏ ଗୌରାଙ୍ଗଙ୍କ ମତକୁ ମଧ୍ୟ ସମ୍ମାନ ଦେଲେ। ଠାକୁର ଅନୁକୂଳ ଚନ୍ଦ୍ର କହିଲେ ନାମ ପରମ ବ୍ରହ୍ମ ଜୀବେର ମୂଳ। ଠାକୁର ଓଙ୍କାରନାଥ ସେ ମହାମନ୍ତ୍ର ଉପରେ ଗୁରୁତ୍ୱ ଦେଲେ। ପ୍ରଭୁପାଦ ମହାମନ୍ତ୍ରକୁ ନେଇ ଭାରତ ବାହାରେ ମଧ୍ୟ ପ୍ରଚାର କଲେ। ରାଧାରମଣ ଦେବ ଭଜ ନିତାଇ ଗୌର ରାଧେଶ୍ୟାମ ନାମ ସେ ମଧ୍ୟ ପ୍ରଚାର କଲେ। ତେଣୁ ଇଏ ଯୁଗରେ ନାମ ହେଉଛି ଶ୍ରେଷ୍ଠ। ଏଇ ଯେଉଁ ନା ଅକ୍ଷରଟି ହେଉଛି ନାରାୟଣ। ନାରାୟଣ କହିଲେ ସତ୍ୟ ଯୁଗ, ରାମ ନାରାୟଣ କହିଲେ ତ୍ରେତା ଯୁଗ, ଯଜ୍ଞେଶ ନାରାୟଣ କହିଲେ ଦ୍ୱାପର ଯୁଗ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ କହିଲେ ଏଇଟା ହେଉଛି କଳି ଯୁଗର। ତେଣୁ ପ୍ରତ୍ୟେକ ଜୀବନ ଏ ଚାରିଟା
ଯୁଗର ପାପ ତାପକୁ ଦୂରେଇବା ପାଇଁ ନା ଅକ୍ଷରଟି ସବୁଠି ରହିଛି। ସତ୍ୟରେ ରହିଛି ନାରାୟଣ, ପରାଦେବ ନାରାୟଣ ପରାକ୍ଷରା ଏ ରହିଛି। ତ୍ରେତୟାରେ ରହିଛି ରାମ ନାରାୟଣ। ଆମେ ତ ଏତେ ଗୁଡ଼ାକ ଆଉ ତ୍ରେତୟାରେ ଏଇଆ ଥିଲା, ପରେ ଏତେ କଥା କିଏ ତାକୁ ମନେ ପକେଇବ। ଖାଲି ଏତିକି କଥା ମନେ ରଖ, ନାରାୟଣ ରାମ ନାରାୟଣ, ଯଜ୍ଞେଶ ନାରାୟଣ, ନାରାୟଣ ବାସୁଦେବ। ଏତିକି ହେଲେ ଆମର ଚାରିଯୁଗ ଭୋଗ ହେଇଗଲା। ଆମେ ଚାରୋଟି ଯୁଗର ଯୋଗେଶ୍ୱରଙ୍କର କୃପା ଲାଭ କଲେ। ଥ ହେଉଛି ନିଶ୍ଚଳ, ସ୍ଥିତପ୍ରଜ୍ଞ, ଧୈର୍ଯ୍ୟବାନ, ଏକାଗ୍ରଚିତ, ପବିତ୍ରଚିତ। ଥଟି ଯୋଉଠି ଅଥୟ ସେଠି ମନଟି ନିଶ୍ଚୟ ଚଞ୍ଚଳ, ସେ କିଛି ପାଇବ ନାହିଁ। ତେଣୁ ଦୁଃଖରେ ବିପଦରେ ନିନ୍ଦାରେ ପ୍ରଶଂସାରେ ଧୈର୍ଯ୍ୟ ଯିଏ ପ୍ରଦାନ କରନ୍ତି ସିଏ ହେଉଛି ମାନସିକ ସ୍ତରର ଧୈର୍ଯ୍ୟ ବା ଥୟ। ତେଣୁ ଥ କହିଲେ ସୁଦର୍ଶନ, ଜରେ ଜନାର୍ଦ୍ଦନ, ଗରେ ଗୁରୁ ଗୋବିନ୍ଦ, ନାରେ ନାରାୟଣ, ଥରେ ସୁଦର୍ଶନ। ଆମେ କେବଳ ଜଗନ୍ନାଥ ବୋଲି କହିଦେଲେ ଇଏ ଚାରୋଟି ଠାକୁରଙ୍କର କଥା ବା ତତ୍ତ୍ୱ ଆମ ଭିତରେ ଆସିବ। ତେବେ ବର୍ତ୍ତମାନ ପୃଥିବୀ ଏଇ କଥାରୁ ଆଜି ମାନେ ବାହାରି ଯାଇଛି। ତେଣୁ ସେ କଥାକୁ ଆଉ ଟିକେ ବୁଝିପାରୁନାହିଁ। ସେ କଥାକୁ ଅନେକ ବୁଝଉ ବି ନାହାନ୍ତି। ଯିଏ ବି ବୁଝଉଛନ୍ତି ସେ ଗାଲୁ ଗାଲୁ କ'ଣ କହୁଛନ୍ତି ତାକୁ ବଳିଆ ବି ଅନେକ ବୁଝିପାରେ ନା। ସବୁବେଳେ ଆମ ପାଇଁ ଦରକାର ସେଇ ପିଲା ପାଠ ପଢ଼ିଲା ବେଳେ ବ୍ରହ୍ମା ବିଷ୍ଣୁ ମହେଶ୍ୱରରୁ ପାଠ ଆରମ୍ଭ ହୁଏ। ଆଜି ବି ସେଇ ପାଠର ଆବଶ୍ୟକ ରହିଛି, ଯେଉଁ ପାଠଟା ସିଧା ମଣିଷ ଯିବ ସିଧାରେ। ତାକୁ ଯଦି କହିବ ଇଏ ଛକକୁ ଯିବ, ସେ ଛକର ଡାହାଣ ଓ ସେ ଛକର ବାଁ ହାତି ଯିବ, ସେ ତାକୁ ଶୁଣିବ। କିନ୍ତୁ ପୁଣି ଦେଖିଲା ବେଳକୁ ସେଇ ଛକ ପାଖରେ ପହଞ୍ଚିଲା ବେଳକୁ ବାଁ ହାତି ନଥାଏ, ଡାହାଣ ହାତି ଯିବ। ପୁଣି ଗୋଟେ କାହାକୁ ପଚାରିବ, ସିଏ ପୁଣି ଆଉ ଗୋଟେ ବାଟ କହିବ। ତେଣୁ ଜଗନ୍ନାଥ ପବିତ୍ର ଶବ୍ଦଟି ଆମେ ମୂର୍ତ୍ତି ବୋଲି ଭାବିବାନି। ଜଗନ୍ନାଥ ପୁରୀ ଶ୍ରୀକ୍ଷେତ୍ରରେ ଅଛନ୍ତି କେବଳ, ଆଉ କେଉଁଠି ନାହାନ୍ତି ସେ କଥା ବି ଆମେ ଭାବିବାନି। ଜଗନ୍ନାଥ ହେଉଛନ୍ତି ଜଗତ ଜୀବନ, ଆମ ଭିତରେ ସେ ଅଛନ୍ତି। ତେଣୁ ଆମେ ଯଦି ଆମ ପାଟି ଯାହା ଖାଉଛି ସେଟା ହେଉଛି ଖାଇଲେ ତ ଆମେ ବଞ୍ଚିବା, ସିଏ ହେଉଛି ଜୀବନର ଗତି ବା କର୍ମ ହେଉଛି ଗ। ଜୀବନର ମୁକ୍ତିର ନାମ ହେଉଛି ନାରାୟଣ। ଥ କହିଲେ ଥୟ, ଯାହା କରୁଛ କର ବୁଦ୍ଧିକୁ କରି ଆଗୁସାର ପଣ୍ଡିତ ଜନଙ୍କ ବ୍ୟବହାର। ତେଣୁ ସେଇ ଜଗନ୍ନାଥଙ୍କ ପାଦ ତଳେ ଆଜିର ଏଇ ଉଦ୍ଭ୍ରାନ୍ତ ମଣିଷ ସମାଜ, ମୁଁ ତ 56 ବର୍ଷ ଧରି କେତେ କଥା କହିଛି, କେତେ ନୂଆ ନୂଆ କଥା ଲୋକଙ୍କୁ ବୁଝେଇଛି। କିନ୍ତୁ କିଏ ବୁଝିଛି, କିଏ ମନେ ରଖିଛି, କିଏ ଭୁଲି ଯାଇଛି, ସେ ଅଲଗା କଥା। ତେବେ ଆମେ ଆମର କର୍ତ୍ତବ୍ୟ କରିଛୁ, ପୁଣି ଯେତିକି ଦିନ ରହିବ ସେଇ କର୍ତ୍ତବ୍ୟ ଭିତରେ ହିଁ
ରହିବୁ। ସେଇ ଜଗନ୍ନାଥଙ୍କ ପାଦ ତଳେ, ମୋର ଇଷ୍ଟଦେବ ଅନନ୍ତ ଜଗନ୍ନାଥଙ୍କ ପାଦ ତଳେ ସମସ୍ତଙ୍କୁ ସମର୍ପଣ କରି ସମସ୍ତଙ୍କର ଶାନ୍ତି ପ୍ରଗତି କାମନା କରୁଛି। জয় গুরু, জয় গুরু।